ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଇଏ ନୋଟିସ୍ ଆପଣଙ୍କର ଆସିଛି ଷ୍ଟେଟ୍ ସିଲେକ୍ସନ ବୋର୍ଡ ବା ଏସ୍ଏସ୍ବି ତରଫରୁ ଦୁଇ ଗୋଟିଏ ଆପଣଙ୍କର ନୂଆ ଭେକେନ୍ସିକୁ ରିଲିଜ୍ କରାହେଇଛି। ନମ୍ବର ୱାନ୍ 1061 ଗୋଟିଏ ଆପଣଙ୍କର PGT ପାଇଁ ଆପଣଙ୍କର, ତା ସହିତ ପୁଣି ଆଜି ଆପଣଙ୍କର ନୂଆ ଭେକେନ୍ସି ଆସିଛି ନନ୍ ଟିଚିଂ ଷ୍ଟାଫ୍ ପାଇଁ। ସର୍ବମୋଟ ଦେଖିପାରୁଥିବେ 108 ଗୋଟିଏ ଆପଣଙ୍କର ଜୁନିୟର ଆସିଷ୍ଟାଣ୍ଟର ଭେକେନ୍ସିକୁ ରିଲିଜ୍ କରାହେଇଛି। ଠିକ୍ ଅଛି, ତ ଆଜି ପୁରା ବ୍ୟାକ୍ ଟୁ ବ୍ୟାକ୍ ଆପଣଙ୍କ ପାଇଁ ଭେକେନ୍ସି ଆସୁଛି, କାହିଁକି ନା ଇଲେକ୍ସନ୍ ରହିଛି। ଠିକ୍ ଅଛି, ତ ଡିଟେଲ୍ ମୁଁ ଆପଣଙ୍କୁ କହିବି। ଯଦି ଖାଲି +3 ପାସ୍ କରିଛନ୍ତି ଆପଣମାନେ ନନ୍ ଟିଚିଂ ପାଇଁ ଆପ୍ଲାଏ କରିପାରିବେ। ଯଦି ଆପଣମାନେ PG ପାସ୍ କରିଛନ୍ତି, ତା ସହିତ B.Ed ବି କରିଛନ୍ତି, ଖାଲି PG କରିଥିଲେ, ଆପଣମାନେ PGT ପାଇଁ ଆପ୍ଲାଏ କରିପାରିବେ। ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇ ଦିଅନ୍ତୁ, ଯୋଉଦ୍ୱାରା କି ଓଡ଼ିଶା ସାରା ସବୁ ସାଙ୍ଗମାନେ ବି ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି, ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦିଅନ୍ତୁ। ଆଉ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 1,78,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, କୌଣସି ବି ଫେକ୍ ଗ୍ରୁପ୍ରେ ଜଏନ୍ ହେବେନି। ଯଦି ଆପଣ ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି 8895154969, ଖାଲି ଏଇ ନମ୍ବରରେ ହାଇ ଲେଖିଦେବେ, ଆପଣଙ୍କୁ ଅଟୋମେଟିକାଲି ହ୍ୱାଟ୍ସଆପ୍ ଗ୍ରୁପ୍ ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଆପଣଙ୍କୁ ମିଳିଯିବ। ଠିକ୍ ଅଛି ବନ୍ଧୁଗଣ, ଦେଖନ୍ତୁ ୟାର ଅଫିସିଆଲ ୱେବସାଇଟ୍ ହେଉଛି ssbodisha.ac.in। ଯେମିତି ଆପଣ ଅଫିସିଆଲ ୱେବସାଇଟ୍କୁ ଆସିବେ, ଦେଖନ୍ତୁ ଆଜି ସକାଳେ ଅଲରେଡ଼ି ନନ୍ ଟିଚିଂର ଭେକେନ୍ସି ଆସିଥିଲା। ପୁଣି ସେପାରେଟଲି ଆପଣଙ୍କର ଦେଖନ୍ତୁ ଦୁଇଟି ନୂଆ ଭେକେନ୍ସିକୁ ରିଲିଜ୍ କରାଯାଇଛି, ଗୋଟେ ପୋଷ୍ଟ ଗ୍ରାଜୁଏଟ୍ ଟିଚର ଆଉ ଗୋଟେ ଜୁନିୟର ଆସିଷ୍ଟାଣ୍ଟ। ମୋ ମତରେ ଏଇଟା ସବୁଠାରୁ ବେଷ୍ଟ ଚାକିରି, ସବୁଠୁ ବେଷ୍ଟ ଏଇଟା। ତା ସହିତ ଏଇଟା ତ ଆପଣଙ୍କର ଅଛି, ତ ଗୋଟେ ଗୋଟେ ମୁଁ ଆପଣଙ୍କୁ କହୁଛି ହେଲା। ଆଗ ନନ୍ ଟିଚିଂ ସମ୍ପର୍କରେ କହୁଛି। ତ ୟାର ଅନଲାଇନ୍ ଆପ୍ଲାଏ ଦେଖନ୍ତୁ ଆପଣମାନେ କରିପାରିବେ 16 ମାର୍ଚ୍ଚରୁ, ଲାଷ୍ଟ ଡେଟ୍ ଆପଣଙ୍କର 15 ଏପ୍ରିଲ ଆପଣଙ୍କର ରହିଛି। ଯେଉଁ ନନ୍ ଟିଚିଂର ଯୋଉଠି ଆପଣଙ୍କୁ ଚାକିରି ମିଳିବ ନା ଜୁନିୟର ଆସିଷ୍ଟାଣ୍ଟ, ସେଗୁଡ଼ା ବହୁତ ଦେଖନ୍ତୁ, ଆପଣଙ୍କୁ ଡାଇରେକ୍ଟଲି BSc ଅଫିସରେ ଚାକିରି ମିଳିବ, CHSE ଅଫିସରେ ମିଳିବ, ଓଡ଼ିଶା ୟୁନିଭର୍ସିଟିଜ୍ ଅଫ୍ ହେଲ୍ଥ ସାଇନ୍ସରେ ଆପଣଙ୍କର ଚାକିରି ମିଳିବ। ବୁଝିପାରୁଛନ୍ତି ନା, 108ଟି ପଦବୀ ଅଛି, ଝିଅମାନଙ୍କ ପାଇଁ 36ଟି ଆପଣଙ୍କ ରିଜର୍ଭେସନ୍ ରହିଛି। ଯଦି ଆମେ ଏଜ୍ ଲିମିଟ୍ କଥା କହିବା, 1 ଜାନୁଆରୀ 2024 ସୁଦ୍ଧା ମିନିମମ୍ 21ରୁ ମ୍ୟାକ୍ସିମମ୍ 38 ଦରକାର। ବଟ୍ ST SC SC BC ମାନଙ୍କର 5 ବର୍ଷ ବଢ଼ିଯିବ, ତ 21ରୁ 43 ବର୍ଷ ଭିତରେ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଆପଣ ଜାଣିଗଲେ। ଯଦି ଆମେ କ୍ୱାଲିଫିକେସନ୍ କଥା କହିବା, କେବଳ ଯଦି ଆପଣ +3 ପାସ୍ କରିଛନ୍ତି ନା ଆପଣମାନେ ଆପ୍ଲାଏ କରିପାରିବେ। ତା ସହିତ କମ୍ପ୍ୟୁଟର ନଲେଜ ଦରକାର, କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ, ଖାଲି +3 ଆପଣମାନେ ପାସ୍ କରିଥିବେ, କମ୍ପ୍ୟୁଟର ଶିଖିଥିବେ। ଠିକ୍ ଅଛି, ହେଲା। ଏହାର ସିଲେକ୍ସନ୍ କେମିତି ହେବ ଦେଖନ୍ତୁ, ଆଗ ଆପଣ ରିଟିନ୍ ଟେଷ୍ଟ ଦେବେ, ଏଥିରେ କ୍ୱାଲିଫାଇ କଲା ପରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ହେବ। ଯେଉଁ ରିଟିନ୍ ଟେଷ୍ଟ ଆପଣ 200 ମାର୍କର ଦେବେ, ସେଥିରେ ଆପଣଙ୍କର ଇଂଲିଶ ପଡ଼ିବ, GK ପଡ଼ିବ, ମ୍ୟାଥ୍ ପଡ଼ିବ, ରିଜନିଂ ପଡ଼ିବ। ଠିକ୍ ଅଛି, 200 ମାର୍କର ହେଲା। ଏଇ ଯେଉଁ 200 ମାର୍କର ପଡ଼ିବ, ସେଇ ଯେଉଁ ସକାଳେ ଡିସ୍କସନ୍ କରିଥିଲେ ସେମ୍ 100ଟା କ୍ୱେଶ୍ଚନ୍ ଆସିବ। ଗୋଟେ ଠିକ୍ କଲେ 2 ମାର୍କ, ଗୋଟେ ଭୁଲ କଲେ 0.50 ମାର୍କ ଆପଣଙ୍କର କଟିଯିବ। ମାନେ ଇଂଲିଶ 30ଟା କ୍ୱେଶ୍ଚନ୍ ପଡ଼ିବ, GK 20ଟା ପଡ଼ିବ, ମ୍ୟାଥ୍ 20ଟା ପଡ଼ିବ, ଆଉ ରିଜନିଂ 30ଟା କ୍ୱେଶ୍ଚନ୍ ଆପଣଙ୍କର ପଡ଼ିବ। ଗୋଟେ ଠିକ୍ କଲେ 2 ମାର୍କ, ଗୋଟେ ଭୁଲ କଲେ 0.50 ମାର୍କ ଆପଣଙ୍କର କଟିଯିବ। ତାପରେ ସ୍କିଲ୍ ଟେଷ୍ଟ ହେବ ଆଉ, ହେଲା। ଏବେ ପରୀକ୍ଷା ଆପଣଙ୍କର ଅଫଲାଇନ୍ ମୋଡ଼୍ରେ ହେବ। ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର, ଜୟପୁର, ସମ୍ବଲପୁର, ଏଇସବୁ ଜାଗାରେ ଆପଣଙ୍କର ପରୀକ୍ଷା ଆପଣଙ୍କର ହେବ। ଠିକ୍ ଅଛି, ଆପ୍ଲିକେସନ୍ ଫି କେତେ ପଡ଼ିବ ନା 500 ଟଙ୍କା ପଡ଼ିବ ST SC ପିଲାଙ୍କୁ, ଦିବ୍ୟାଙ୍ଗମାନଙ୍କୁ ମଧ୍ୟ। ଆଉ ଯେଉଁ OBC ଆଉ ଜେନେରାଲ ପିଲା ରହିଲେ ତାଙ୍କୁ 1000 ଟଙ୍କା ପଡ଼ିବ। ଠିକ୍ ଅଛି, ଆପ୍ଲିକେସନ୍ ଫି। ତ ବହୁତ ବ୍ୟାକ୍ ଟୁ ବ୍ୟାକ୍ ଦେଖନ୍ତୁ, ଏଇଟା 2 ନମ୍ବର ଭେକେନ୍ସି ହେଲା। ମାନେ ଅଲରେଡ଼ି ଆଜି ସକାଳେ ଆମେ ଜୁନିୟର ଆସିଷ୍ଟାଣ୍ଟର ଭେକେନ୍ସି ଆସିଛି, ପୁଣି ଆହୁରି ଆସିଲା, ଆହୁରି ଆସିବ କହିହେବନି। ଏବେ ଆସନ୍ତୁ ନେକ୍ସଟ ଡିସ୍କସନ୍ କରିବା PGTର। ଠିକ୍ ଅଛି, ବା ପୋଷ୍ଟ ଗ୍ରାଜୁଏଟ୍ ଟିଚର। ସର୍ବମୋଟ 1061 ଗୋଟିଏ ଆପଣଙ୍କର ପଦବୀ, ଦରମା ଆପଣଙ୍କର ବହୁତ ଅଧିକା ଆପଣ ଦେଖିପାରୁଥିବେ। ଦେଖିଦିଅନ୍ତୁ, ୟାର ଅନଲାଇନ୍ ଆପ୍ଲାଏ ଆପଣ 18 ମାର୍ଚ୍ଚରୁ କରିପାରିବେ। ଲାଷ୍ଟ ଡେଟ୍ ଆପଣଙ୍କର 18 ଏପ୍ରିଲ ପର୍ଯ୍ୟନ୍ତ ରହିଛି। ଠିକ୍ ଅଛି, ଦେଖିଦିଅନ୍ତୁ କେଉଁ କେଉଁ ସବଜେକ୍ଟରେ ଆପଣଙ୍କର କେତେ କେତେ ଭେକେନ୍ସି ରହିଛି। ଭିଡ଼ିଓକୁ ଆପଣମାନେ ପଜ୍ କରିକି ଦେଖିଦେବେ। ସବୁ ସବଜେକ୍ଟରେ ପ୍ରାୟତଃ ଆପଣଙ୍କର ଭେକେନ୍ସି ରହିଛି। ବଟାନି,
କେମିଷ୍ଟ୍ରି, କମର୍ସ, ଇକୋନୋମିକ୍ସ ଏଇ ଯେଉଁ ସବଜେକ୍ଟ ଆପଣମାନେ ଦେଖୁନାହାନ୍ତି କି ଏଇ ସବଜେକ୍ଟରେ ଆପଣ ପିଜି କରିଥିବା ଦରକାର। ତେବେ ଯାଇକି ଆପଣମାନେ ପିଜିଟି ପାଇଁ ଆପ୍ଲାଏ କରିପାରିବେ। ଠିକ୍ ଅଛି। ସର୍ବମୋଟ 1061 ଗୋଟି ଭେକେନ୍ସି। ତା ସହିତ ବିଏଡ୍ ବି ଆପଣଙ୍କର ଦରକାର। କିନ୍ତୁ କୋଉ ସବଜେକ୍ଟ ପାଇଁ ବିଏଡ୍ ଦରକାର ନାହିଁ ମୁଁ କହିବି। ଏଜ୍ ଲିମିଟ୍ ସେ ସେମ୍ 21ରୁ 43 ବର୍ଷ ଭିତରେ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଦେଖନ୍ତୁ ପିଜିରେ ଆପଣଙ୍କର ମିନିମମ୍ 50% ମାର୍କ ଦରକାର। ଏସଟି, ଏସସି, ଏସସି, ବିସି ପିଲାଙ୍କର 45% ମାର୍କ ଆପଣଙ୍କର ଦରକାର। ହେଲା। ଏବେ କୋଉମାନଙ୍କର ବିଏଡ୍ ଦରକାର ନାହିଁ? ଏଜୁକେସନ୍, କମର୍ସ, ଜିଓଲୋଜି, ହୋମ୍ ସାଇନ୍ସ, ଲଜିକ୍ ଆଣ୍ଡ ଫିଲୋସଫି, ସାଇକୋଲୋଜି, ସୋସିଓଲୋଜି, ଆଇଆରପିଏମ୍, ତେଲୁଗୁ, ଉର୍ଦୁ ଏଇ ସବଜେକ୍ଟରେ ପିଜିଟି ଆପ୍ଲାଏ କରିବା ପାଇଁ ବିଏଡ୍ ଦରକାର ନାହିଁ। ୟା ବାଦ ଯେଉଁ ପୋଷ୍ଟ ରହିଲା ତା ପାଇଁ ଆପଣଙ୍କର ବିଏଡ୍ ଆପଣଙ୍କର କମ୍ପଲସରି। ଦେଖନ୍ତୁ ଲେଖି ଦିଆହେଇଛି କାହା ପାଇଁ କମ୍ପଲସରି। ଏଇ ସବୁ ସବଜେକ୍ଟ ପାଇଁ ବିଏଡ୍ ଆପଣଙ୍କର କମ୍ପଲସରି ଦରକାର। ଠିକ୍ ଅଛି। ହେଲା। ସିଲେକ୍ସନ୍ କେମିତି ଆପଣଙ୍କର ହବ? ଆପଣ 150 ମାର୍କର ରିଟିନ୍ ଟେଷ୍ଟ ଦେବେ। ତାପରେ କ୍ୟାରିୟର ମାର୍କିଂ ଆପଣଙ୍କର 50 ମାର୍କ ରହିବ। ହେଲା। ଏ ଯେଉଁ 150ଟି ଆପଣଙ୍କର କ୍ୱେଶ୍ଚନ୍ ପଡ଼ିବ, 150 ମାର୍କର ପରୀକ୍ଷା ହବ। ସେଥିରେ 100ଟି କ୍ୱେଶ୍ଚନ୍ ଆପଣଙ୍କର ପଡ଼ିବ। ଗୋଟେ ଠିକ୍ କଲେ 1.5 ମାର୍କ ମିଳିବ। ଗୋଟେ ଭୁଲ କଲେ 0.5 ମାର୍କ ଆପଣଙ୍କର କଟିଯିବ। ହେଲା। ତାପରେ କ୍ୟାରିୟର ମାର୍କିଂ ଆପଣଙ୍କର କ୍ୟାରିୟର ଅନୁସାରେ ଆପଣଙ୍କୁ ମାର୍କ ମିଳିବ। ଦେଖନ୍ତୁ ଫାର୍ଷ୍ଟ ଡିଭିଜନ ଥିଲେ 5 ମିଳିବ, ସେକେଣ୍ଡ ଡିଭିଜନ ହେଲେ 4, ଏମିତି ଆପଣଙ୍କର ଏଡ୍ ହବ। ଠିକ୍ ଅଛି। ଜାଣିଗଲେ। ତାପରେ ଦେଖନ୍ତୁ ପରୀକ୍ଷା ସେଣ୍ଟର ସେମ୍ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, କଟକ, ଜୟପୁର, କେଉଁଝର, ରାଉରକେଲା, ସମ୍ବଲପୁର ଏଇସବୁ ଜାଗାରେ ପରୀକ୍ଷା ହେବ। ଆପ୍ଲିକେସନ୍ ଫି କେତେ ପଡ଼ିବ? 500 ଟଙ୍କା ପଡ଼ିବ ଜେନେରାଲ ଆଉ ଏସି ବିସି ପିଲାଙ୍କୁ, 200 ଟଙ୍କା ପଡ଼ିବ ଏସଟି, ଏସସି, ଦିବ୍ୟାଙ୍ଗମାନଙ୍କୁ ଆପଣଙ୍କର 200 ଟଙ୍କା ପଡ଼ିବ। ଆଉ ଏହାର ଡିଟେଲ ସିଲାବସ୍ ନା ଅଲରେଡ଼ି ୱେବସାଇଟ୍ରେ ଆଭେଲେବୁଲ୍ ଅଛି। ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ସେୟାର କରିଦେବି। ସାଙ୍ଗମାନଙ୍କୁ ଜଣାନ୍ତୁ ବ୍ୟାକ୍ ଟୁ ବ୍ୟାକ୍। ଆଉ ଦେଖିବେ କାଲି ବି ଦେଖିବେ ଭେକେନ୍ସି ଆସିବ ଆପଣଙ୍କର। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଗୁଡ୍ ନାଇଟ୍। ଥ୍ୟାଙ୍କ ୟୁ।